ସ୍ମୃତି ସାନ୍ତନା ସାହିତ୍ୟ ସଂସଦର ଡିଜିଟାଲ କବିତା ଆସରକୁ ସ୍ୱାଗତ ଜଣାଉଛି। ମୁଁ ଶ୍ରୀମତୀ ଅଳକା ମହାନ୍ତି ଭୁବନେଶ୍ୱରରୁ। ସମସ୍ତ ସାରସ୍ୱତ ସାଧକ ସାଧିକା ଓ ଶ୍ରୋତାଙ୍କୁ ମୋର ବିନମ୍ର ନମସ୍କାର। ଏହାର ସମ୍ପାଦିକା ଶ୍ରୀମତୀ ସବିତାରାଣୀ ବେହେରା ସବିତା ବାପାଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି ଏହି ଆସର ଗୁଡ଼ିକୁ ସୁଚାରୁରୂପେ ତୁଲାଇ ଆସୁଥିବାରୁ। ମୋର ଆଜିର କବିତାର ଶୀର୍ଷକ ସେମାନେ ମଣିଷ ନୁହନ୍ତି। କ୍ଷୁଦ୍ର କବିତାଟିଏ। କବିତାର ଶୀର୍ଷକ ସେମାନେ ମଣିଷ ନୁହନ୍ତି। କେମିତି ଲୁଚାଇ ରଖିବି ଲୁହକୁ ସେ ତ ଆପେ ବୋହିଯାଏ। କେମିତି ଲୁଚାଇ ରଖିବି କୋହକୁ ହୃଦୟ ତ ଫାଟିଯାଏ। କେମିତି ଲୁଚାଇ ରଖିବି ଲୁହକୁ ସେ ତ ଆପେ ବୋହିଯାଏ। କେମିତି ଲୁଚାଇ ରଖିବି କୋହକୁ ହୃଦୟ ତ ଫାଟିଯାଏ। ଦୁଃଖଦ ଏହି ମୃତ୍ୟୁ ତାଣ୍ଡବ ରଚିଗଲେ ଅମାନବ। ଥରିଯାଏ ଛାତି ସତେ ଅମାରାତି ଗୁଳି ଝଡ଼ର ନୀରବ। ଥରିଯାଏ ଛାତି ସତେ ଅମାରାତି ଗୁଳି ଝଡ଼ରେ ନୀରବ। ଯୁଦ୍ଧ ଭୂମି ନୁହେଁ ଶାନ୍ତ ଭୂମିରେ ନିରୀହ ଜୀବନ ଲୋଟେ। ପର୍ଯ୍ୟଟନସ୍ଥଳୀ ବୈଶରଣରେ ଗୁଳିର ଶବଦ ଛୁଟେ। ଜୀବନ ତ ଏକ ଲହୁ ତ ଏକ ହୃଦୟ କି ବିର୍ଣ୍ଣ ଥାଏ। ଆକୁଳ କ୍ରନ୍ଦନ ବିକଳ ନୟନ ଅନ୍ଧ କାଲ ବୁଝିଯାଏ। ସଭିଏଁ ମଣିଷ ଗୋଟିଏ ଜାତିର ଏତକ କି ଭୁଲିଯାଏ। କେଉଁ ପଦାର୍ଥରୁ ଜନମ ତାହାର ଅସୁର ସ୍ୱଭାବ ପାଏ। ବର୍ବରତା ଯଦି ଯୋଗ୍ୟତା ହୁଏ ସିଏ ତ ମଣିଷ ନୁହେଁ। ସେ ଏକ ସମସ୍ୟା ହୋଇବ ବିଶ୍ୱର ଯଦି ସେ ଜୀବିତ ରୁହେ। ସେ ଏକ ସମସ୍ୟା ହୋଇବ ବିଶ୍ୱର ଯଦି ସେ ଜୀବିତ ରୁହେ। ମିଥ୍ୟା ନୁହେଁ ଭାଗବତ ରାମାୟଣ ରାମ ରାବଣର କଥା। ଅବୁଝା ମଣିଷ ଅସୁର ସମାନ ମାନବର ଏ ଧୃଷ୍ଟତା। ଧନ୍ୟବାଦ। ନମସ୍କାର।